ଥରେ ଦେଖିଲେ ଛୁଇଁ ସରିବା ପର୍ଯ୍ୟନ୍ତ ଏମିତି ବନେଇବା ପାଇଁ ପସନ୍ଦ କରିବେ। ଛୁଇଁ ବେସନର ସବୁଠୁ ନୂଆ ଆଉ ଦମଦାର ତରକାରୀ। ସବୁଠୁ ବଡ଼ କଥା, ଗୋଟେ ତରକାରୀରେ ହିଁ କାମ ଚଳିବ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ତଳେ ଥିବା ବ୍ଲାକ୍ କଲର ସବସ୍କ୍ରାଇବ୍ ବଟନରେ ପ୍ରେସ୍ କରି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍ର ଅଲ୍ ଅପସନରେ ପ୍ରେସ୍ କରନ୍ତୁ। ଜୟ ଜଗନ୍ନାଥ, ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ଆଜିର এই ସୁଆଦିଆ ତରକାରୀ ବନାଇବା ପାଇଁ ଏଇଠି ମୁଁ ନେଇଛି 4ଟି କଷି ଛୁଇଁ। ପ୍ରଥମେ ଛୁଇଁ ମଝିରେ ଅଳ୍ପ କାଟିବା, ଦୁଇ ପଟରୁ ଟାଣି ଆଣିବା। ଛୁଇଁର ଚୋପା ସହଜରେ ବାହାରିଯିବ। ତାପରେ ଛୋଟ ଛୋଟ ପିସେସରେ କାଟି ନେବା। ଛୁଇଁ କାଟି ସାରିବା ପରେ ଛୁଇଁରେ ଅଳ୍ପ ଅଳ୍ପ ଚୋପା ରହିଥାଏ। ଆପଣ ଚାହିଁଲେ ବାହାର କରିପାରିବେ, କିନ୍ତୁ ରଖିଲେ ତରକାରୀରେ ବହୁତ ବଢ଼ିଆ ବାସ୍ନା ଆସିବ। ଛୁଇଁ କାଟି ସାରିବା ପରେ ସାଙ୍ଗେ ସାଙ୍ଗେ ପାଣିରେ ରଖିବା, ଛୁଇଁ ରାୟା ଲାଗିବ ନାହିଁ। ଏତିକି ଛୁଇଁ ପାଇଁ ଏଠି ମୁଁ ନେଇଛି ଗୋଟେ ବଡ଼ ସାଇଜର ଆଳୁ। ଆଳୁକୁ ଲମ୍ବା କାଟିବେ, ଛୁଇଁ ସହିତ ତରକାରୀରେ ଦେଖିବା ପାଇଁ ଭଲ ଲାଗିବ। ତା ସହିତ ଗୋଟେ ବଡ଼ ସାଇଜର ଟମାଟୋ। ଟମାଟୋ ଟିକେ ଖଟା ରହିଲେ ତରକାରୀ ଖାଇବା ପାଇଁ ଭଲ ଲାଗିବ। ଚାଲନ୍ତୁ ତରକାରୀ ବନେଇବା ଷ୍ଟାର୍ଟ କରିବା। କଢ଼େଇ ଗରମ କରି ଗୋଟେ ଛୋଟ ଚାମଚ ସୋରିଷ ତେଲ ଗରମ କରିବା। ତେଲ ଗରମ ହେଇଯିବା ପରେ କାଟି ରଖିଥିବା ଛୁଇଁ ଆଳୁକୁ ଦେବା। ତାପରେ ଛୁଇଁ ଆଳୁକୁ ଦେଖି ସ୍ୱାଦ ଅନୁସାରେ ଲୁଣ ଦେବା, ଅଳ୍ପ ହଳଦୀ ଗୁଣ୍ଡ ଦେବା। ତାପରେ ଆମେ ଛୁଇଁ ଆଳୁକୁ ଭାଜିବା। ମିଡ଼ିୟମ୍ ଫ୍ଲେମ୍ରେ କେବଳ 2ରୁ 3 ମିନିଟ୍ ପର୍ଯ୍ୟନ୍ତ ଛୁଇଁ ଆଳୁକୁ ହାଲକା ଭାଜିବା। ଛୁଇଁ ଆଳୁକୁ ବେଶୀ ସମୟ ଭାଜିଲେ ଛୁଇଁ ରାୟା ଲାଗିବ, ତା ଛଡ଼ା ଛୁଇଁର ଭିଟାମିନ୍ସ ବି ନଷ୍ଟ ହେଇଯିବ। 2-3 ମିନିଟ୍ ପରେ ଏଠି ଦେଖନ୍ତୁ ଛୁଇଁ ଆଳୁ ଭାଜିଗଲାଣି। ଏବେ ଛୁଇଁ ଆଳୁ ସିଝିବା ପାଇଁ ଆମେ ପାଣି ଦେବା। ପାଣି ଟିକେ ଅଧିକ ଦେବେ। କାହିଁକି ଅଧିକ ଦେବେ ସେ କଥା ମୁଁ ପରେ କହିବି। ପାଣି ଦେବା ପରେ ଗ୍ୟାସ୍ର ଫ୍ଲେମ୍ ହାଇ ରଖିବା ଆଉ ସାଙ୍ଗେ ସାଙ୍ଗେ କଭର କରିବା। ପାଣି ବହୁତ ଜଲ୍ଦି ଫୁଟିଯିବ। ପାଣି ଥରେ ହାଇ ଫ୍ଲେମ୍ରେ ଫୁଟି ଆସିଲେ ଆମେ ଗ୍ୟାସ୍ର ଫ୍ଲେମ୍ ମିଡ଼ିୟମ୍ ରଖି ମିଡ଼ିୟମ୍ ଫ୍ଲେମ୍ରେ ଛୁଇଁ ଆଳୁକୁ କଭର କରି କେବଳ 80ରୁ 90% ସିଝେଇବା। 6-7 ମିନିଟ୍ ପରେ ଏଠି ଦେଖନ୍ତୁ ଯେତିକି ଆମେ ପାଣି ଦେଇଥିଲେ ପାଣି ଟିକେ କମିଯାଇଛି। ଏବେ ଆମେ ଛୁଇଁ ଆଳୁକୁ ଚେକ୍ କରିବା। ଛୁଇଁ ଦେଖନ୍ତୁ ସିଝି ଯାଇଛି। ଆଳୁ ଦେଖନ୍ତୁ ପାଖାପାଖି 90% ସିଝିଯାଇଛି। ଛୁଇଁ ଆଳୁକୁ ଏତିକି ସିଝେଇବେ, ବେଶୀ ସିଝେଇବା ନାହିଁ। ଏବେ ଛୁଇଁ ଆଳୁକୁ ବାହାର କରି ଆଣିବା। ସେଇ କଢ଼େଇରେ ତରକାରୀ ପାଇଁ ମସଲା ବନେଇବା। ଗୋଟେ ଚାମଚ ତେଲ ଗରମ କରିବା। ତେଲ ଗରମ ହେଇଯିବା ପରେ ଅଧା ଚାମଚ ଜିରା, ଗୋଟେ ତେଜପତ୍ର ଦେବା। ଜିରା ତେଲରେ ଫୁଟିଯିବା ପରେ ଗୋଟେ ବଡ଼ ସାଇଜର ପିଆଜ ଦେବା। ଗ୍ୟାସ୍ର ଫ୍ଲେମ୍ ଲୋ ମିଡ଼ିୟମ୍ ରଖି ପିଆଜକୁ ହାଲକା ଲାଲ କଲର ହେଲା ପର୍ଯ୍ୟନ୍ତ ଭାଜିବା। ଏବେ ଆମେ ଗ୍ୟାସ୍ର ଫ୍ଲେମ୍ ପୁରା ଲୋ ରଖିବା। ସେପଟେ ତରକାରୀ ପାଇଁ ମସଲା ବନେଇବା। ମସଲା ପାଇଁ ଏଇଠି ମୁଁ ନେଇଛି 1 ଇଞ୍ଚର ଅଦା, 10ରୁ 12ଟି ରସୁଣ। ରସୁଣ ଅଧିକ ଦେବେ, ଅଦା କମ୍ ଦେବେ। ରାଗ ପାଇଁ ଗୋଟେ କଞ୍ଚା ଲଙ୍କା, ଗୋଟେ ଛୋଟ ଚାମଚ କଞ୍ଚା ଧନିଆ, ଅଧା ଛୋଟ ଚାମଚ କଞ୍ଚା ଜିରା, ତା ସହିତ ଗୋଟେ ଗୁଜୁରାତି, 3ଟି ଲବଙ୍ଗ। ବେଶୀ କିଛି ଗରମ ମସଲା ଦେବା ଦରକାର ନାହିଁ। ତା ସହିତ ନେଇଥିବା ଟମାଟୋକୁ କାଟିକି ଦେବା। 2-3 ଚାମଚ ପାଣି ଦେଇ ମସଲାକୁ ଚିକଣ କରି ବାଟି ଆଣିବା। ଏହି ଉପାୟରେ ମସଲା ବାଟିଲେ ତରକାରୀର ଟେଷ୍ଟ ବହୁତ ବଢ଼ିଆ ଆସିବ। ମସଲା ଆମ ରେଡ଼ି ହେଇଗଲା। ସେପଟେ ଚାଲନ୍ତୁ ପିଆଜକୁ ଚେକ୍ କରିବା। ପିଆଜ ବି ହାଲକା ଲାଲ କଲର ହେଇ ଆସିଲାଣି। ପିଆଜକୁ ବେଶୀ ପୋଡ଼ିବା ନାହିଁ। ଏବେ ଆମେ ବାଟି ନେଇଥିବା ମସଲାକୁ ଦେବା। ତା ସହିତ ଗିନା ଧୋଇ 2-3 ଚାମଚ ପାଣି ଦେବା। ଏବେ ମସଲାରେ କେବଳ ମସଲା ପାଇଁ ଅଳ୍ପ ଲୁଣ ଦେବା। ଛୁଇଁ ଆଳୁ ସିଝାଇବା ସମୟରେ ଲୁଣ ଦେଇଥିଲେ। ଅଳ୍ପ ହଳଦୀ ଗୁଣ୍ଡ ଦେବା, ଅଳ୍ପ ରାଗ ଲଙ୍କା ଗୁଣ୍ଡ ଦେବା। ଗୋଟେ କଞ୍ଚା ଲଙ୍କା ଆମେ ମସଲାରେ ବାଟି ନେଇଥିଲେ। ତରକାରୀରେ ଭଲ କଲର ପାଇଁ ଅଧା ଛୋଟ ଚାମଚ କାଶ୍ମୀରୀ ଲଙ୍କା ଗୁଣ୍ଡ ଦେବା। ବାକି ସବୁ ମସଲା ଆମେ ମସଲା ସହିତ ବାଟି ନେଇଥିଲେ। ଏବେ ଆମେ ଗ୍ୟାସ୍ର ଫ୍ଲେମ୍ ଲୋ ମିଡ଼ିୟମ୍ ରଖି ମସଲାକୁ କଭର କରି ମସଲାରୁ ତେଲ ବାହାରିବା ପର୍ଯ୍ୟନ୍ତ କଷିବା। ମସଲା କଷିବା ସମୟରେ ସେପଟେ ଚାଲନ୍ତୁ ତରକାରୀ ପାଇଁ ଆଉ ଗୋଟେ କାମ କରିବା। ଗୋଟେ ବଡ଼ ଜାଗା ନେବା। ସେଇ ଜାଗାରେ ଗୋଟେ କପ୍ ବା ପାଖାପାଖି 90 ଗ୍ରାମର ବେସନ ଦେବା। ବେସନକୁ ଦେଖି ସ୍ୱାଦ ଅନୁସାରେ ଲୁଣ ଦେବା, ଅଳ୍ପ ହଳଦୀ ଗୁଣ୍ଡ ଦେବା, ଅଳ୍ପ ଲଙ୍କା ଗୁଣ୍ଡ ଦେବା। ବେସନକୁ ହଜମ କରିବା ପାଇଁ ଅଳ୍ପ ଜୁଆଣି ଦେବା। ଜୁଆଣିକୁ ହାତରେ ଘଷିକି ଦେବେ, ବହୁତ ବଢ଼ିଆ ବାସ୍ନା ଆସିବ। ତା ସହିତ ଅଳ୍ପ କସୁରୀ ମେଥି ପତ୍ର ଦେବା, ବହୁତ ବଢ଼ିଆ ବାସ୍ନା ଆସିବ। ତା ସହିତ ବେଶ କିଛି ଧନିଆ ପତ୍ର। ତାପରେ ସବୁ ଜିନିଷକୁ ଭଲ ଭାବରେ ଗୋଳେଇବା। ପ୍ରିୟ ଦର୍ଶକ ବନ୍ଧୁ, ଆପଣମାନେ କେଉଁଠୁ ଭିଡ଼ିଓ ଦେଖୁଛନ୍ତି ଦୟାକରି ମୋତେ କମେଣ୍ଟସ୍ କରି ଜଣାନ୍ତୁ। ତାହେଲେ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଇ ପାରିବି। କମେଣ୍ଟସ୍ କରିବା ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ବିଲକୁଲ ଫ୍ରି। ଗୋଳେଇ ସାରିବା ପରେ ଅଳ୍ପ ଅଳ୍ପ ପାଣି ଦେଇ ଆମେ ବେସନକୁ ଗୋଳେଇବା। ପ୍ରଥମରୁ ବେଶୀ ପାଣି ଦେବେ ନାହିଁ, ନହେଲେ ବେସନର ମିକ୍ସଚର ବେଶୀ ପାଣି ହେଇଯିବ। ଯେତିକି ପାଣି ଦରକାର ପଡ଼ିବ ସେତିକି ପାଣି ଦେଇ ଏତିକି ବହଳିଆ ଗୋଳେଇବେ। ତାପରେ ଆମେ ଗୋଟେ ମିଡ଼ିୟମ୍ ସାଇଜର ପିଆଜ ଦେବା।
ପିଆଜକୁ ପୁରା ପତଳା କାଟିକି ଦେବେ। ପିଆଜ ଦେଇ ସାରିବା ପରେ ବେସନ ସହିତ ଭଲ ଭାବରେ ଗୋଳେଇବା। ଗୋଳେଇ ସାରିବା ପରେ ପିଆଜ ବେସନର ମିକ୍ସଚର ଦେଖନ୍ତୁ ଏତିକି ବହଳିଆ ରହିବ। ୟାଠାରୁ ବେଶୀ ପାଣି କରିବେ ନାହିଁ। ହାତରେ ଧରିଲେ ଦେଖନ୍ତୁ ଯେମିତି ଆମେ ପକୁଡ଼ି କିମ୍ବା ପିଆଜି ବନାଉ ସେତିକି ବହଳିଆ ରହିବା ଦରକାର। ଏବେ ପିଆଜ ବେସନର ମିକ୍ସଚର ରେଡ଼ି ହୋଇଗଲା। ମିକ୍ସଚରକୁ ସାଇଡ଼ରେ ରଖିବା। ସେପଟେ ଚାଲନ୍ତୁ ମସଲାକୁ ଚେକ୍ କରିବା। 5-6 ମିନିଟ୍ ପରେ ଏଠି ଦେଖନ୍ତୁ ମସଲା ଉପରକୁ ତେଲ ଆସିଯାଇଛି। ଏମିତି ତେଲ ଆସିବା ପର୍ଯ୍ୟନ୍ତ ମସଲାକୁ ଭଲ ଭାବରେ କଷି ନେବେ। ମସଲା କଷିଯିବା ପରେ ଆମେ ସିଝାଇ ରଖିଥିବା ଛୁଇଁ ଆଳୁକୁ ଦେବା। ତାପରେ ମିଡ଼ିୟମ୍ ଫ୍ଲେମ୍ରେ ଏହି ତରକାରୀକୁ 5-6 ମିନିଟ୍ ପର୍ଯ୍ୟନ୍ତ ଫୁଟେଇବା। କଭର କରିବା ଦରକାର ନାହିଁ, ସେମିତି ଖୋଲା ରଖି ଫୁଟେଇବା। ତରକାରୀ ଫୁଟିବା ଭିତରେ ସେପଟେ ଚାଲନ୍ତୁ ଗ୍ୟାସ୍ ଉପରେ ଗୋଟେ ଛୋଟ ପ୍ୟାନ୍ ଗରମ କରି 1 ଚାମଚ ତେଲ ଗରମ କରିବା। ତେଲ ଗରମ ହୋଇଯିବା ପରେ ଗୋଳେଇ ରଖିଥିବା ମିକ୍ସଚରରୁ ଅଳ୍ପ ଅଳ୍ପ ନେଇ ଛୋଟ ଛୋଟ ବରା ସେପ୍ରେ ଦେବା। ତାପରେ ଗ୍ୟାସ୍ର ଫ୍ଲେମ୍ ଲୋ ମିଡ଼ିୟମ୍ ରଖି ତଳପଟକୁ କିଛି ସମୟ ଭାଜିବା ପାଇଁ ଛାଡ଼ିବା। ଉପର ଅଂଶ ଟିକେ ଶୁଖିଲା ହୋଇଯିବା ପରେ ବରାଗୁଡ଼ିକୁ ତଳପଟକୁ ଓଲଟାଇବା। ଲୋ ମିଡ଼ିୟମ୍ ଫ୍ଲେମ୍ରେ ବରାଗୁଡ଼ିକୁ ଦୁଇପଟ ସାଇଡ଼୍ରୁ ପୁରା ଲାଲ କଲର୍ ହେଲା ପର୍ଯ୍ୟନ୍ତ ଭାଜିବା। ବରା ଭାଜିଯିବା ପରେ ଖଡ଼ିକାରେ ଟିକେ ପ୍ରେସ୍ କରିବେ। ଦେଖନ୍ତୁ ବରାରେ ଜମା ବି ପାଣି ନାହିଁ। ବରା ଟିକେ ବି କଞ୍ଚା ରହିଗଲେ ତରକାରୀରେ ଖାଇବା ପାଇଁ ଭଲ ଲାଗିବ ନାହିଁ। ଦୁଇପଟ ସାଇଡ୍ ଏମିତି ଲାଲ କଲର୍ ହେଇଯିବା ପରେ ବରା ଆମ ରେଡ଼ି ହୋଇଗଲା। ଏବେ ଆମେ ବାହାରକୁ ବାହାର କରି ଆଣିବା। ସେପଟେ ଚାଲନ୍ତୁ ତରକାରୀକୁ ଚେକ୍ କରିବା। 5-6 ମିନିଟ୍ ପରେ ଏଇଠି ଦେଖନ୍ତୁ ତରକାରୀ ଆଉ ଟିକେ ଫୁଟି ଯାଇଛି। ଝୋଳ ପୁରା ପରଫେକ୍ଟ ମାପରେ ଅଛି। ସେଥିପାଇଁ ପ୍ରଥମରୁ ମୁଁ କହିଥିଲି ପାଣି ଟିକେ ଅଧିକ ଦେବେ। ଏବେ ଭାଜି ରଖିଥିବା ବରାଗୁଡ଼ିକୁ ଦେବା। ଭଲ ବାସ୍ନା ପାଇଁ ବେଶ କିଛି ଧନିଆ ପତ୍ର ଦେବା। ସବୁ ଜିନିଷକୁ ଗୋଳେଇ ନେବା। ତାପରେ ଗ୍ୟାସ୍ର ଫ୍ଲେମ୍ ଲୋ ମିଡ଼ିୟମ୍ ରଖି କେବଳ 2-3 ମିନିଟ୍ କଭର କରିବା, ଯାହାଦ୍ୱାରା ବରାଗୁଡ଼ିକ ଝୋଳରେ ଭଲ ଭାବରେ ମିଶିପାରିବ। 2-3 ମିନିଟ୍ ପରେ ଏଠି ଆମ ତରକାରୀର ଫାଇନାଲ ଲୁକ୍ ଦେଖନ୍ତୁ। ବରା ଝୋଳରେ ଜମା ବି ଖୋଲି ନାହିଁ କିମ୍ବା ଫାଟି ନାହିଁ। ଆଳୁ ଦେଖନ୍ତୁ ଭଲ ଭାବରେ ସିଝି ଯାଇଛି। ଛୁଇଁ ବି ସିଝି ଯାଇଛି, କିନ୍ତୁ ଘାଣ୍ଟି ନାହିଁ। ଝୋଳ ଏତିକି ବହଳିଆ ରଖିବେ, କାହିଁକିନା ବରା ତରକାରୀରେ ବରା ଟିକେ ଝୋଳ ସକ୍ କରିବ। ଶେଷରେ ଭଲ ବାସ୍ନା ଭଲ ଟେଷ୍ଟ ପାଇଁ ଅଧା ଛୋଟ ଚାମଚ ଗରମ ମସଲା ଗୁଣ୍ଡ ଦେବା। ସବୁ ଜିନିଷକୁ ଗୋଳେଇ ନେବା। ଗ୍ୟାସ୍ର ଫ୍ଲେମ୍ ବନ୍ଦ କରିବା। ଏବେ ଆମ ରେଡ଼ି ହୋଇଗଲା ବେସନ ବରା ଦିଆ ଛୁଇଁ ଆଳୁ ତରକାରୀ। ମୁଁ ତ କହିବି ଆପଣମାନେ ନିହାତି ଥରେ ଏହି ସୁଆଦିଆ ତରକାରୀ ବନାନ୍ତୁ। ଆଉ କେମିତି ଲାଗିଲା ନିଶ୍ଚୟ ମୋତେ କମେଣ୍ଟସ୍ କରି ଜଣାଇବେ। ତାହେଲେ ଆଜି ପାଇଁ ରହିଲି। ପୁଣି ଦେଖା ହେବା ନୂଆ ରେସିପିରେ। ଧନ୍ୟବାଦ।